କାହାଣୀର ଆରମ୍ଭରେ ଆମେ ଦେଖିବା ଆମର ମୁଖ୍ୟ ଚରିତ୍ର ସେହି ଚକୁଳିଆ ପଣ୍ଡା ଆଉ ତାଙ୍କ ବୁଢ଼ୀମାଙ୍କୁ। ସେମାନେ ଏତେ ଗରିବ ଥିଲେ ଯେ କହିଲେ ନ ସରେ। ପେଟକୁ ଦିମୁଠା ଖାଇବାକୁ ମିଳିବା ବି ଭାରି କଷ୍ଟକର ଥିଲା। ବିଚାରା ପଣ୍ଡା 6 ଗାଁ ବୁଲିଲେ ସେରେ ଆଣେ ତ 9 ଗାଁ ବୁଲିଲେ ସେରେ ଆଣେ। ଦିନକର କଥା କ'ଣ ହେଇଛି ନା, ସେ କେତେ ଆଡ଼ ବୁଲିଲେ କିନ୍ତୁ ପୋଷେ ଚାଉଳ ସୁଦ୍ଧା ଭିକ ମିଳିଲା ନାହିଁ। ଆଉ ଲୋକେ ଭିକ ଦେବେ କ'ଣ? ଓଲଟି ଗାଁ ପିଲାମାନେ ମିଶି ତାଙ୍କୁ ଢେଲା ବଳ ଛାଟି ମାଡ଼ ମାରି ଘୋଡ଼େଇଲେ। ଏଥିରେ ବିଚାରା ପଣ୍ଡା ଏକଦମ ଭାଙ୍ଗି ପଡ଼ିଲେ। କାନ୍ଦି କାନ୍ଦି ନିଷ୍ପତ୍ତି ନେଲେ ଯେ ଆଉ ଏ ନିଲଠା ମୁହଁ ନେଇ ସେ ଘରକୁ ଫେରିବେ ନାହିଁ। ଏହି ଦିବ୍ୟ ବରଦାନ ମା ଆଉ ପୁଅଙ୍କ ଦୁଃଖ ତ ନିଶ୍ଚିତ ଦୂର କଲା, କିନ୍ତୁ ତାଙ୍କ ସ୍ୱଭାବକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଲା। ଆଗରୁ ପୁଅ ଦିନତମାମ ଭିକ୍ଷା ମାଗୁଥିଲା, ମା ଦୁଃଖଧନ୍ଦା କରୁଥିଲା। କିନ୍ତୁ ଏବେ ଦିନରାତି କେବଳ ଏହି ହାଣ୍ଡିରୁ ଖାଇବା, ଖାଲି ହାକୁଟି ମାରି ଗଳଗଡ଼ର ହୋଇ ପଡ଼ି ରହିବା ସାର ହେଲା। ଦୁହେଁଯାକ ସବୁ ପ୍ରକାରର ପରିଶ୍ରମ ପୂରାପୂରି ବନ୍ଦ କରିଦେଲେ ଆଉ ଏକଦମ ଅଡିଟ୍ ହୋଇଗଲେ। କୌଣସି କାମଦାମ ନାହିଁ, ବାସ୍ ଖାଇବା ଆଉ ଶୋଇବା। ଏବେ ଟିକେ ଭାବନ୍ତୁ ତ, ଯଦି ସମସ୍ତେ ଏମିତି ବିନା ପରିଶ୍ରମରେ ସବୁକିଛି ପାଇଯାଆନ୍ତି ଆଉ ଏହିପରି କର୍ମକୋଡ଼ିଆ ହୋଇଯାଆନ୍ତି, ତେବେ ଦୁଃଖଧନ୍ଦାକୁ କିଏ ବା ଆଦରିବ? ଏ ସଂସାର କେମିତି ଚାଲିବ? ଠିକ୍ ଏହି କଥା ଦେବୀଗଙ୍ଗା ମଧ୍ୟ ବିଚାର କଲେ। ସେ ଦେଖିଲେ ଯେ ମା ଆଉ ପୁଅଙ୍କୁ ଏକ କଠୋର ଶିକ୍ଷା ଦେବା ନିତାନ୍ତ ଦରକାର ହୋଇପଡ଼ିଲାଣି, ନହେଲେ ଏମାନେ ସୁଧୁରିବେନି। ଚଲା କ'ଣ ନା, ପରଦିନେ ସକାଳେ ଚକୁଡ଼ିଆ ପଣ୍ଡା ପୁଣି ଯାଇ ନାନାଦି ସ୍ୱାଦିଆ ବ୍ୟଞ୍ଜନର ନାମ ନେଲେ। କିନ୍ତୁ ଦିବୀ ତ ଆଗରୁ କ୍ରୋଧରେ ତମତମ ହୋଇଥିଲେ। ସେ ଏକ ନୂଆ ହାଣ୍ଡି ପଠାଲେ ସତ, କିନ୍ତୁ ଏଥର ସେଥିରେ ଖାଦ୍ୟ ନଥିଲା ଆଜ୍ଞା। ସେଥିରେ ଥିଲା ଗୁଡ଼ିଏ ବିଧା, ଗାପୁଡ଼ା, କହୁଣ୍ଟି, ଗୋଇଠା, ତିମୁଠା, ରାମ୍ପୁଡ଼ା ଆଉ କାମୁଡ଼ା। ହଁ, ଆପଣ ଠିକ୍ ଶୁଣିଲେ। ସଂସାରରେ ଯେତେ ପ୍ରକାରର ମାଡ଼ ଅଛି ନା, ଗଙ୍ଗାମାତା ସେସବୁକୁ ଏହି ଗୋଟିଏ ହାଣ୍ଡି ଭିତରେ ନିଦୁକ କରି ଭର୍ତ୍ତି କରିଦେଇଥିଲେ। ସେପଟେ ପଣ୍ଡା ମିଠେଇ ଖାଇବା ଆଶାରେ ଯେମିତି ହାଣ୍ଡିର ତେଲୁଣି ଖୋଲିଛନ୍ତି, ଆରମ୍ଭ ହୋଇଗଲା ମାଡ଼ ବୃଷ୍ଟି। ଦୁମାଦାମ ରୁମସାଞ୍ଚ ହୋଇ ମାଡ଼ ଲଦି ହୋଇ ଆସିଗଲା। ଚଟକଣା ଖାଇ ଗାଲୁକୁ ଆଉଁସି ପକାଇଲା ବେଳକୁ ପିଠିରେ ଦୁଲୁ କରି ଗୋଟାକେତେ ବିଧା ବସିଯାଉଥାଏ। ଛଟପଟ ହୋଇ କୁଆଛୁଆ ଉଡ଼ିଗଲା ଭଳି ଅବସ୍ଥା। ଶେଷରେ ଜୀବନ ବିକଳରେ ସେ କୌଣସି ମତେ ସେହି ତେଲୁଣିଟିକୁ ଘୋଡ଼ାଇ ଦେଲେ ଆଉ ରାଗେରେ ଜର୍ଜର ହୋଇ ସେ ହାଣ୍ଡିଟିକୁ ଆଣି ଘରର ଶିକା ଉପରେ ଚୁପଚାପ ରଖି ସେଠାରୁ ପଳାଇଲେ। ଏବେ ଘରେ କ'ଣ ହେଲା ଜାଣିଛନ୍ତି ତ? ମା ଆସି ଦେଖିଲା ଯେ ଶିଖାରେ ନିତିଦିନ ପରି ହାଣ୍ଡି ରଖାହୋଇଛି। ଆନନ୍ଦରେ ସେ ଯେମିତି ହାଣ୍ଡିଟିକୁ ଖୋଲିଛି, ତା ଉପରେ ମଧ୍ୟ କୁଆପଥର ଛୁଞ୍ଚିଲା ପରି ମାଡ଼ ବର୍ଷିଗଲା। ବୁଢ଼ୀ ଚିତ୍କାର କରି ଉଠିଲା, ଗଲେଶ୍ୱର ବାପ ଲୋ, ମରିଗଲି ଲୋ, ଆଲୋ ମାୟା ଲୋ। ଖା ଖୁରି ବୋଲି ବିଧାଏ ତ ଖା ପିଠା ବୋଲି ଗୋଇଠାଏ। ବୁଢ଼ୀ ବିକଳରେ ଛଟପଟ ହୋଇ ଗଡ଼ି ଯାଉଥାଏ। ବହୁତ କଷ୍ଟରେ ସେ ଶେଷକୁ ପଲମଟିକୁ ଘୋଡ଼ାଇ ଦେଲା। ଦେହ ସାରା ମାଡ଼ ଖାଇ ବଥାରେ କଷ୍ଟ ପାଉଥିବା ବୁଢ଼ୀମା ଏବେ ଅତିଶୟ କ୍ରୋଧିତ। ସେ ରାଗରେ ସେଇ ବନ୍ଦ ହାଣ୍ଡିଟିକୁ ନେଇ ସିଧା ବାଡ଼ି ପଛପଟେ ଥିବା ଅଳିଆ ଗଦା ବା ସାନ୍ଧକୁଡ଼ରେ ଲତ୍ କରି ଫୋପାଡ଼ିଦେଲା। ଆଉ ତାର ଏହି ଗୋଟିଏ କାମ ହିଁ ରାତିର ସବୁଠାରୁ ବଡ଼ ନାଟକୀୟ ଘଟଣା ପାଇଁ ମଞ୍ଚ ପ୍ରସ୍ତୁତ କରିଦେଲା। କାହାଣୀରେ ନିଶାର୍ଦ୍ଧ ରାତିର ସମୟ। ଗାଁର ସମସ୍ତେ ଗାଢ଼ ନିଦରେ ଶୋଇଛନ୍ତି ଆଉ ବୁଢ଼ୀ ମଧ୍ୟ ମାଡ଼ ଦରଜରେ କାତର ହୋଇ ପଡ଼ି ରହିଛି। ଠିକ୍ ଏତିକିବେଳେ ସେଠାରେ ପ୍ରବେଶ କଲେ 5 ଜଣ ଚୋର। ସେମାନେ ଅନ୍ୟ କୌଣସି ଗାଁରୁ ଗୋଟିଏ ବଡ଼ ସିନ୍ଦୁକ ଚୋରାଇ ଆଣି ବାଣ୍ଟିବା ପାଇଁ ବୁଢ଼ୀର ବାରିଦାଣ୍ଡରେ ଆସି ବସିଲେ। ଭାଗବଣ୍ଟ ଚାଲିଥିବା ବେଳେ ଜଣେ ଚୋରର ନଜର ସେହି ଅଳିଆ ଗଦାରେ ପଡ଼ିଥିବା ହାଣ୍ଡି ଉପରେ ପଡ଼ିଗଲା ଆଉ ସେ ତାକୁ ସମସ୍ତଙ୍କ ମଝିକୁ ଉଠାଇ ଆଣିଲା। ଆଉ ତାପରେ ଯେମିତି ଚୋରମାନେ ସେଇ ହାଣ୍ଡି ଖୋଲିଛନ୍ତି, ଆରମ୍ଭ ହୋଇଗଲା ମାଡ଼ ବୃଷ୍ଟି। ଜୀବନ ବଞ୍ଚାଇବାକୁ ସେମାନେ ପ୍ରାଣ ବିକଳରେ ଚାରିଦିଗକୁ ଦୌଡ଼ିଲେ। ଆଉ ମଜାର କଥା ହେଲା, ଯେଉଁମାନେ ପୂର୍ବକୁ ଗଲେ ସେମାନଙ୍କ ପଛରେ ଚାପୁଡ଼ା ଗୋଡ଼ାଇଲା। ପଶ୍ଚିମକୁ ବିଧା, ଉତ୍ତରକୁ ଗୋଇଠା ଆଉ ଦକ୍ଷିଣକୁ ମୁଥା। ଏକ ବିରାଟ ହଟ୍ଟଗୋଳ ଭିତରେ ସେହି ଚୋରମାନେ ନିଜର ଚୋରି ସିନ୍ଦୁକଟିକୁ ସେଇଠି ଛାଡ଼ି ପଳାୟନ କଲେ। ବାହାରେ ଶବ୍ଦ ବନ୍ଦ ହେବା ପରେ ବୁଢ଼ୀ ଧୀରେ ଧୀରେ ଯାଇ ବାଡ଼ି କବାଟ ଖୋଲି ଦେଖେ ତ ସେଠାରେ ଗୋଟିଏ ବିରାଟ ସିନ୍ଦୁକ ପଡ଼ିଛି। ଖୋଲିବା ମାତ୍ରେ ତା ଆଖି ଖୁସି ହୋଇଗଲା। ସେଥିରେ ଭରି ରହିଥିଲା ହୀରା, ନୀଳା, ମୋତି, ସୁନାଗହଣା ଏବଂ ପ୍ରଚୁର ମୁଦ୍ରା। ଏତେ ସମ୍ପତ୍ତି ଦେଖି ବୁଢ଼ୀର ମାଡ଼ କଷ୍ଟ ଯେମିତି କୁଆରେ ଉଭେଇଗଲା। ଏବେ ଗୋଟେ କଥା ଭାବିବାର ଅଛି, ଏତେ ବିପୁଳ ସମ୍ପତ୍ତି ପାଇବା ପରେ ମଣିଷ ସାଧାରଣତଃ କ'ଣ କରିଥାଏ? ଏହି ଅକଳ୍ପନୀୟ ଧନ କ'ଣ ମା ଆଉ ପୁଅଙ୍କୁ ଆହୁରି ଅଧିକ ଅଳସୁଆ କରିଦେଲା? ନା ସେହି ଯାଦୁକରୀ ହାଣ୍ଡିରୁ ମିଳିଥିବା ମାଡ଼ର ଯନ୍ତ୍ରଣାଦାୟକ ଶିକ୍ଷା ସେମାନଙ୍କର ଆଖି ଖୋଲିଦେଲା? ପ୍ରକୃତରେ ଏତେ ଧନ ସମ୍ପତ୍ତି ମିଳିବା ସତ୍ତ୍ୱେ ମା ଆଉ ପୁଅ ଏକ ବଡ଼ ନିଷ୍ପତ୍ତି ନେଲେ। ତା ପରଦିନ ସକାଳୁ ଦୁହେଁ ନିଜ ନିଜ କାମକୁ ବାହାରି ପଡ଼ିଲେ। ସେମାନେ ଭଲ ଭାବରେ ବୁଝିଯାଇଥିଲେ ଯେ ମାଗଣାରେ ମିଳୁଥିବା ଜିନିଷ, ଏପରିକି ଦୈବୀ ଆଶୀର୍ବାଦ ମଧ୍ୟ, ଯଦି ମଣିଷକୁ କର୍ମହୀନ ବା କର୍ମକୋଢ଼ିଆ କରିଦିଏ, ତେବେ ତାହା ଶେଷରେ ବିପଦ ହିଁ ଡାକି ଆଣେ। ସମ୍ପନ୍ନ ହୋଇ ମଧ୍ୟ ସେମାନେ ପରିଶ୍ରମ ଓ ସାଧୁତାର ମାର୍ଗ ହିଁ ବାଛିନେଲେ। କେଡ଼େ ସୁନ୍ଦର ଆଉ ଗଭୀର ଏହି ଶିକ୍ଷା, ନୁହେଁ କି?
ତେବେ ଏଠାରେ ଏକ ଚିନ୍ତାଧାରା ସହ ଆଜିର ଏହି ପର୍ଯ୍ୟାଲୋଚନା ଆମେ ଶେଷ କରୁଛୁ। ହଠାତ୍ ମିଳିଯାଇଥିବା ଧନ କ'ଣ ପ୍ରକୃତରେ ଏକ ଆଶୀର୍ବାଦ? ନା ପ୍ରକୃତ ସଫଳତା ଆଉ ଶାନ୍ତି କେବଳ ନିଜ ପରିଶ୍ରମ ମାଧ୍ୟମରେ ହିଁ ମିଳିଥାଏ? ନିଶ୍ଚୟ ଭାବିବେ।